ଗୋଟିଏ ସେସନ୍କୁ ଆପଣମାନଙ୍କୁ ସ୍ୱାଗତ। ଆଜିର ସେସନ୍ରେ ଆମେ ମେ 1ରୁ 15 ପର୍ଯ୍ୟନ୍ତ ଯେତେ ସବୁ ଇଣ୍ଟରନ୍ୟାସନାଲ ନ୍ୟୁଜ୍ ଆମ କରେଣ୍ଟ ଆଫେୟାର୍ସର ରହିଛି ସେସବୁ ଆମେ ଆଲୋଚନା କରିବା। ମେ 1 ତାରିଖକୁ ପ୍ରତିବର୍ଷ ଇଣ୍ଟରନ୍ୟାସନାଲ ଲେବର ଡେ ହିସାବରେ ପାଳନ କରାଯାଇଥାଏ। ଏହାକୁ ଆମେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ମଧ୍ୟ କହିଥାଉ। ରନିଲ ୱିକ୍ରମାସିଂଘେ ହେଲେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ। ଆପଣମାନେ ସମସ୍ତେ ଏବେ ନ୍ୟୁଜ୍ରେ ଦେଖୁଥିବେ କି ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ବର୍ତ୍ତମାନ ଅତ୍ୟନ୍ତ ଖରାପ ହୋଇ ବସିଛି, ଯାହା ଫଳରେ ଶ୍ରୀଲଙ୍କାର ଜନତା ସ୍ଥାନେ ସ୍ଥାନେ ଉଗ୍ର ପ୍ରଦର୍ଶନ କରିଛି। ଯାହା ଫଳରେ ଶ୍ରୀଲଙ୍କାର ଯେଉଁ ପ୍ରଧାନମନ୍ତ୍ରୀ ଥିଲେ ମହିନ୍ଦ୍ରା ରାଜପକ୍ଷେ ସେ ଇସ୍ତଫା ଦେଇଥିଲେ ଓ ତାଙ୍କ ବଦଳରେ ରନିଲ ୱିକ୍ରମାସିଂଘେକୁ ନୂଆ ପ୍ରଧାନମନ୍ତ୍ରୀ ହିସାବରେ ବଛାଯାଇଛି। ଆସନ୍ତୁ ଶ୍ରୀଲଙ୍କା ସମ୍ପର୍କରେ କିଛି ତଥ୍ୟ ଜାଣିବା। ଶ୍ରୀଲଙ୍କାର କ୍ୟାପିଟାଲ ହେଉଛି କଲମ୍ବୋ। ଶ୍ରୀଲଙ୍କାର ପ୍ରେସିଡେଣ୍ଟର ନାମ ହେଉଛି ଗୋଟବାୟା ରାଜପକ୍ଷେ। ଶ୍ରୀଲଙ୍କା 1948 ମସିହା ଫେବୃଆରୀ 4 ତାରିଖ ଦିନ ସ୍ୱାଧୀନତା ଲାଭ କରିଥିଲା ଓ ପାକ୍ ଷ୍ଟ୍ରେଟ୍ ଭାରତ ଓ ଶ୍ରୀଲଙ୍କାକୁ ପୃଥକ କରିଥାଏ। ଆର୍ଜେଣ୍ଟିନାର ଫୁଟବଲ ଖେଳାଳି ଲିଓନାଲ ମେସି ଫୋର୍ବସର ହାଇଏଷ୍ଟ ପେଡ୍ ଆଥଲିଟ୍ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦ୍ୱିତୀୟ ସ୍ଥାନରେ ବାସ୍କେଟବଲ ଖେଳାଳି ଲେବ୍ରନ୍ ଜେମ୍ସ ଦ୍ୱିତୀୟ ସ୍ଥାନ ଓ ତୃତୀୟ ସ୍ଥାନରେ ପର୍ତ୍ତୁଗାଲର ଫୁଟବଲ ତାରକା କ୍ରିଷ୍ଟିଆନା ରୋନାଲ୍ଡୋ ରହିଛନ୍ତି। ୟୁନାଇଟେଡ୍ ନେସନ୍ ହ୍ୟୁମାନ୍ ରାଇଟ୍ କାଉନସିଲରୁ ରୁଷିଆକୁ ନିଷ୍କାସିତ କଲା ପରେ ରୁଷିଆ ବଦଳରେ ଚେକ୍ ରିପବ୍ଲିକକୁ ସ୍ଥାନ ଦିଆଯାଇଛି। ଆପଣମାନେ ସମସ୍ତେ ଜାଣିଥିବେ କି ଆମ ରୁଷିଆ ୟୁକ୍ରେନକୁ ଆକ୍ରମଣ କଲା ସମୟରୁ ରୁଷିଆକୁ ୟୁନାଇଟେଡ୍ ନେସନ୍ ହ୍ୟୁମାନ୍ ରାଇଟ୍ କାଉନସିଲରୁ ନିଷ୍କାସିତ କରାଯାଇଥିଲା ଓ ଯାହାଫଳରେ ଚେକ୍ ରିପବ୍ଲିକକୁ ରୁଷିଆ ସ୍ଥାନରେ ସ୍ଥାନ ଦିଆଯାଇଛି। ଭାରତ ମଧ୍ୟ ଏହି ୟୁନାଇଟେଡ୍ ନେସନ୍ ହ୍ୟୁମାନ୍ ରାଇଟ୍ କାଉନସିଲର ସଦସ୍ୟ ଅଟେ। ଏହି ୟୁନାଇଟେଡ୍ ନେସନ୍ ହ୍ୟୁମାନ୍ ରାଇଟ୍ କାଉନସିଲରେ 47 ଜଣ ସଦସ୍ୟ ଦେଶ ଅଛନ୍ତି ଓ ଏହାର ହେଡ଼କ୍ୱାର୍ଟର ଅଛି ଜେନିଭା ଠାରେ, ତାହା ସ୍ୱିଜରଲ୍ୟାଣ୍ଡରେ ଅବସ୍ଥିତ। ନେକ୍ସଟ ହେଲା ୟୁନ୍ ସୁକ୍ ୟୋଲ ହେଲେ ସାଉଥ କୋରିଆର ନୂତନ ପ୍ରେସିଡେଣ୍ଟ ଓ ସାଉଥ କୋରିଆର ରାଜଧାନୀ ହେଉଛି ସିଓଲ। ଓ ଏହି ସାଉଥ କୋରିଆକୁ ନେଇ ଆମର ନେକ୍ସଟ ରିଲେଟେଡ୍ ନ୍ୟୁଜ୍ ଅଛି। ଓ ସାଉଥ କୋରିଆ ପ୍ରଥମ ଏସିଆନ୍ କଣ୍ଟ୍ରି ହିସାବରେ ନାଟୋ ସାଇବର ଡିଫେନ୍ସ ଗ୍ରୁପର ସଦସ୍ୟତା ସ୍ୱୀକାର କରିଛି ଓ ଏହା ବହୁତ ଇମ୍ପୋର୍ଟାଣ୍ଟ ଏଇଥିପାଇଁ କି ସେ ପ୍ରଥମ ଏସିଆନ୍ କଣ୍ଟ୍ରି ଯିଏ ନାଟୋର ସାଇବର ଡିଫେନ୍ସ ଗ୍ରୁପକୁ ଯୋଗ ଦେଇଛି। ନର୍ଥ ଆଟଲାଣ୍ଟିକ୍ ଟ୍ରିଏଟି ଅର୍ଗାନାଇଜେସନ୍, ଯାହାକୁ ଆମେ ସର୍ଟରେ ନାଟୋ ବୋଲି କହିଥାଉ, ଏହା ଏଥିପାଇଁ ଇମ୍ପୋର୍ଟାଣ୍ଟ କି ରୁଷିଆ କାହିଁକି ୟୁକ୍ରେନ ଉପରେ ଯୁଦ୍ଧ କଲା। ସେ ଯେତେବେଳେ ୟୁକ୍ରେନ ନାଟୋର ସଦସ୍ୟତା ହେବାକୁ ଚାହୁଁଥିଲା ତ ଏହା ରୁଷିଆ ବରଦାସ୍ତ କରିପାରିନଥିଲା ଓ ସେଥିପାଇଁ ସେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ସେଇଥିପାଇଁ ନର୍ଥ ଆଟଲାଣ୍ଟିକ୍ ଟ୍ରିଏଟି ଅର୍ଗାନାଇଜେସନ୍ ବା ନାଟୋର ସମ୍ପର୍କରେ କିଛି ତଥ୍ୟ ଆମେ ଜାଣିବା। ନାଟୋ 1949 ମସିହାରେ ସ୍ଥାପିତ ହୋଇଥିଲା। ଏହାର ହେଡ଼କ୍ୱାର୍ଟର ବେଲଜିୟମର ରାଜଧାନୀ ବ୍ରୁସେଲ୍ସ ଠାରେ ଅବସ୍ଥିତ। ଏହାର ଟୋଟାଲ ସଦସ୍ୟ ସଂଖ୍ୟା ହେଉଛନ୍ତି 30। ନେକ୍ସଟ ରୋଡ୍ରିଗୋ ଚେପ୍ସ ହେଲେ କୋଷ୍ଟାରିକାର ନୂତନ ପ୍ରେସିଡେଣ୍ଟ ବା ରାଷ୍ଟ୍ରପତି। କୋଷ୍ଟାରିକା ବାବଦରେ କିଛି ତଥ୍ୟ ଆମେ ଜାଣିବା। ଏହା ଉତ୍ତର ଆମେରିକାର ଗୋଟିଏ ଦେଶ। ଏହାର କ୍ୟାପିଟାଲ ହେଉଛି ସେନ୍ ଜୋସ୍ ଓ କୋଷ୍ଟାରିକାର କରେନ୍ସି ହେଉଛି କୋଲନ। କାମିରିତା ସେର୍ପା ନେପାଳର କାମିରିତା ସେର୍ପା 26 ଥର ସେ ମାଉଣ୍ଟ ଏଭରେଷ୍ଟକୁ ଚଢ଼ିବାରେ ଗୋଟିଏ କୀର୍ତ୍ତି ହାସଲ କରିଛନ୍ତି। ମାଉଣ୍ଟ ଏଭରେଷ୍ଟ ପୃଥିବୀର ସବୁଠାରୁ ଉଚ୍ଚତମ ପର୍ବତ ଶୃଙ୍ଗ ଅଟେ। ଏହା ସତ୍ତ୍ୱେ ମଧ୍ୟ କାମିରିତା ସେର୍ପା 26 ଥର ଏହି ମାଉଣ୍ଟ ଏଭରେଷ୍ଟକୁ ଚଢ଼ିବାର ଏକ ନୂତନ କୀର୍ତ୍ତି ସ୍ଥାପନ କରିଛନ୍ତି।
आपण माने समस्ते जानिथिबे माउंट एवरेस्ट रो हाइट हेउछि 8848 मीटर ओ प्रथम थर सार एडमंड हिलेरी ओ तांजिंग नोर्गे एही माउंट एवरेस्ट को चढ़िबार कीर्ति हासिल करथिले ओ कामी रीता शेर्पा 26 थर एही माउंट एवरेस्ट को चढ़िबार गोटे कीर्ति हासिल करिसंती। साउदी अरेबियार कंपनी आरामको पृथ्वीर मोस्ट भैल्युएबल कंपनीर टैग हासिल करिछि। एहा पूर्वरु एप्पल मोस्ट भैल्युएबल कंपनी थिला किंतु आरामको तार पुंजी हिसाब रे पृथ्वीर मोस्ट भैल्युएबल कंपनी हेबार कीर्ति हासिल करिछि। ଏହା ସାଉଥ ଆରେବିଆର ଏକ ତୈଳ କମ୍ପାନୀ ଅଟେ। ଓଲ୍ଡେଷ୍ଟ ଚେସ୍ ଗ୍ରାଣ୍ଡମାଷ୍ଟର ୟୁରି ଆଭାରବକ୍ 100ତମ ବର୍ଷରେ ମସ୍କୋଠାରେ ତାଙ୍କର ପରଲୋକ ହୋଇଛି। ତାଙ୍କୁ ଓଲ୍ଡେଷ୍ଟ ଚେସ୍ ଗ୍ରାଣ୍ଡମାଷ୍ଟର ହିସାବରେ ଜଣାଯାଏ। ୟୁରି ଆଭାରବକ୍ ମୃତ୍ୟୁ ସମୟରେ ତାଙ୍କୁ 100 ବର୍ଷ ହେଉଥିଲା। 8 मे को प्रतिवर्ष रेड क्रॉस डे हिसाब से पालन करा जाई थाए। एही वर्ष रेड क्रॉस डे रो थीम थिला बी ह्यूमन काइंड और यार हेडक्वार्टर जेनिभा स्विट्जरलैंड रे अवस्थित। तो आपण माने कोन जानी छंती रेड क्रॉस रो स्थापना किए करिथिले? हेनरी ड्यूनांट थिले यार संस्थापक और से प्रथम व्यक्ति हिसाब से नोबेल प्राइज पाइथिले। नोबेल प्राइज पाइथिबा प्रथम व्यक्ति हेउछंती रेड क्रॉस रो संस्थापक हेनरी ड्यूनांट। राजेश यूनी टेक्स ओवर एज वाइस चेयरमैन ऑफ मेरीटाइम एंटी करप्शन नेटवर्क। तो राजेश यूनिन को आम मेरीन टाइम एंटी करप्शन नेटवर्क रो वाइस चेयरमैन हिसाब से बछा जाइछि। तो यही मेरीन टाइम एंटी करप्शन नेटवर्क टी कौन? मेरीन टाइम कहले समुद्र मार्ग रे जेते सबु बिजनेस होइते जेते सबु वाणिज्य होइथे सही वाणिज्य रे जो सबु करप्शन देखा जाए जो भ्रष्टाचार देखा जाए सही भ्रष्टाचार को रोकिबा पई एही संस्था काम करिथाए। तो यार वाइस चेयरमैन हिसाब से भारतर राजेश उन्नी को बछा जाइछि। प्रतिवर्ष मे 12 तारिख दिन इंटरनेशनल नर्स डे हिसाब से पालन करा जाई थाए। काहींकि एही दिन नर्स डे हिसाब से पालन करा जाई थाए? एही दिन फ्लोरेंस नाइटिंगेल रो जन्म होइथिला। तांकू फाउंडर ऑफ मॉडर्न नर्सिंग। तो वर्तमान जो आधुनिक नर्सिंग रही तार संस्थापक बा तांकू फाउंडर ऑफ मॉडर्न नर्सिंग बोली कहा जाई थाए। तो फ्लोरेंस नाइटिंगेल को बर्थडे जोगु मे 12 तारिख दिन प्रतिवर्ष नर्स डे हिसाब से पालन करा जाई थाए। इंडियन ओरिजिन नंद मूलचंदानी अपॉइंट्स एज चीफ टेक्नोलॉजी ऑफिसर ऑफ CIA। भारतीय मूल निवासी नंद मूलचंदानी को अमेरिकार खुफिया संस्था CIA रो प्रथम चीफ टेक्नोलॉजी ऑफिसर हिसाब से बछा जाइछि। आगरो एई प्रकार कौन पोस्ट CIA रो नथिला। एई प्रकार पोस्ट प्रथम थर पई क्रिएट करा जाइछि और ताहा मिलिछि भारतर मूल निवासी नंद मूलचंदानी को। तो यह थिला आजिर सेशन। आउ आपण माननकु यह केमिति लागिला आपण माने निश्चय कमेंट बॉक्स रे जणाइबे। तो आज पई एतिकी। थैंक यू।